ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା। ମନ୍ତ୍ରୀ କହିଲେ ଆଗାମୀ 3 ବର୍ଷ ମଧ୍ୟରେ ସରକାର ମଧ୍ୟ ଖୁବ୍ ଖୁସି ଖବର ମଧ୍ୟ ଦେଇଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଆସିଗଲା ଟଙ୍କା। ସିଏମ୍ କିଷାନ 3 କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର 3,19,449 ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଏହି କିସ୍ତି ଟଙ୍କା ଯାଇଥିବା ସୂଚନା ଦିଆଯାଇଛି। ସେଥିମଧ୍ୟରେ 3,13,391 ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ହୋଇଥିବା ବେଳେ 6,098 ଜଣ ଭୂମିହୀନ ଚାଷୀ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଏଠାରେ ଉପସ୍ଥିତ ମାନେ ଯୋଡ଼ି ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ଆଗାମୀ 3 ବର୍ଷ ମଧ୍ୟରେ ଓଡ଼ିଶାକୁ କୃଷି ଭିତ୍ତିକ ରାଜ୍ୟ ପରିପ୍ରେକ୍ଷୀରେ କୃଷିଜାତ ପଦାର୍ଥ ଏକ୍ସପୋର୍ଟରେ ହବ ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯାହା ହେଉ ରାଜ୍ୟ ସରକାର ତ ସିଏମ୍ କିଷାନ ଯୋଜନା ନୂଆଖାଇ ପୂର୍ବରୁ ଗଣେଶ ପୂଜାରେ ପ୍ରତ୍ୟେକ ଚାଷୀଙ୍କୁ ଡିବିଟି ମାଧ୍ୟମରେ 2,000 ଟଙ୍କା ଲେଖା ପ୍ରଦାନ କରିଛନ୍ତି। ଏବେ ଅକ୍ଷୟ ତୃତୀୟାରେ ଗୋଟିଏ କିସ୍ତି ଦେଲେ, ଏବେ ନୂଆଖାଇ ପୂର୍ବରୁ ଗଣେଶ ପୂଜାରେ ଗୋଟିଏ କିସ୍ତି ଦେଲେ। ଏବେ ମଧ୍ୟ ଟଙ୍କା ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ 2,000 ଯାଉଛି। ଆଉ ଭୂମିହୀନ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଯେଉଁମାନେ ନୂଆକି ଆପ୍ଲାଏ କରିଥିବେ ସେମାନଙ୍କର ଆପ୍ରୁଭାଲ୍ ହେଇଥିଲେ ସେମାନେ ମଧ୍ୟ 5,000 ଟଙ୍କା ପାଇବେ। ମଧ୍ୟ ସେମାନଙ୍କୁ ମିଳିବ ନିଶ୍ଚିନ୍ତ। କେବେ ସରକାର ସେମାନଙ୍କୁ ବାଦ ପକାଇବେ ନାହିଁ, କାହିଁକିନା ଯେଉଁମାନେ ନୂଆ ଆପ୍ଲାଏ କରିଥିବେ ଆଉ ଯେଉଁମାନେ ଆଗରୁ 12,500 ଟଙ୍କା ପାଇଥିବେ ସେମାନଙ୍କୁ ମିଳିନପାରେ, କିନ୍ତୁ ଯେଉଁମାନେ ଆପ୍ଲାଏ ଏବେ ନୂଆ କରିଥିବେ ସେମାନଙ୍କୁ ନିଶ୍ଚିତ ସରକାର, ଆମ ରାଜ୍ୟ ସରକାର, ଆମ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସେମାନଙ୍କୁ 5,000 ଟଙ୍କା ଡିବିଟି ମାଧ୍ୟମରେ ଟଙ୍କା ପ୍ରଦାନ କରିଥିବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।